ସୁପ୍ରଭାତ। ବାବା କହୁଛନ୍ତି, ମୋର ପ୍ରିୟ ସନ୍ତାନ, ଜୀବନରେ କିଛି ନିଷ୍ପତ୍ତି ତରବର ହୋଇ ନିଅ ନାହିଁ। ଟିକେ ରୁହ। ବର୍ତ୍ତମାନ ବହୁତ ବଡ଼ ନିଷ୍ପତ୍ତି ନେବାର ଅଛି। ଏହା କାହାରି କଥାରେ ନିଷ୍ପତ୍ତି ନେବନି। ଯାହା ବି ନିଷ୍ପତ୍ତି ନେବ ବୁଝିସୁଝି ନେବ, ଆଉ ନିଜେ ସ୍ୱୟଂ ନେବ। ଯେତେବେଳେ ସେହି ନିଷ୍ପତ୍ତି ନିଜେ ନେବ, ପରେ ଲାଗିବ ଯେ ହଁ, ଯାହା ବି ନିଷ୍ପତ୍ତି ନେଇଛି ଭଲ କରିଛି। ଆଉ କାହାରି କଥାରେ ଆସ ନାହିଁ। ବହୁତ ଜଲ୍ଦି ତୁମର ବିଚାର ବଦଳିଥାଏ। କରିବା ପାଇଁ କିଛି ଚାହଁ, ଆଉ ଅନ୍ୟ କଥାରେ ଆସି କିଛି କରି ପକାଅ। ଆଉ ଜୀବନରେ ପରିଶାନୀ କିଛି ଏମିତି ଆସୁଛି, ତୁମର ଏଇ ଗୁଣ ଅଛି ଯେ ଅନ୍ୟର କଥାରେ ଆସିଯିବା, ଆଉ ସେହି କଥା ତରବର ହୋଇ ଅନ୍ୟ କାହା ଆଗରେ କହିଦେବା ଯୋଗୁଁ ତା'ର ମନ ଦୁଃଖ ହେଇଥାଏ। ଜାଣିଛି ତୁମ ମନ ବହୁତ ସରଳ, ସଫା ମନ, ସବୁ ଠିକ୍ ଅଛି। ଆଉ ତୁମେ ମୋ ସନ୍ତାନ, ତୁମେ କାହାକୁ ଦୁଃଖ ଦେବାକୁ ଚାହୁଁନ, କିନ୍ତୁ ଅଜାଣତରେ ସେଇ ଭୁଲ ହେଉଛି। ତାକୁ ଠିକ୍ କରିବାକୁ ହେବ। କାହାର କଥା କହିବା ପୂର୍ବରୁ ଆଉ କାହାକୁ କିଛି କହିବାକୁ ହେଲେ ବୁଝିସୁଝି କୁହ। କେହି ତୁମକୁ କହିଦେଲେ ବା କିଏ ତୁମକୁ ବୁଝଉଛି ତାହା ଭୁଲ। ତୁମେ କେମିତି ଭାବିବା ନେବ ଯେ ତାହା ଭୁଲ? ଯେତେ ପର୍ଯ୍ୟନ୍ତ ତୁମେ ନିଜ ଆଖିରେ ନ ଦେଖ ବା କୌଣସି କଥା ନ ଶୁଣ, ତ ନିଜର ଆଖି ଖୋଲି ଦେଖ। ସେହି କଥା ଗୁଡ଼ିକ ବୋଧେ ତୁମେ ଦେଖିପାରୁନାହଁ। ଆଉ ତରବର ହୋଇ କିଛି କଥା କୁହନି କାହାକୁ। ସତ ଆସିବ, ବହୁତ ଜଲ୍ଦି ଆସିବ। ଆଉ ଯେ ତୁମ ଘରେ ପରିବାରରେ ଯେଉଁ ଝଗଡ଼ା ଚାଲିଛି, କିଛି କାରଣ ନେଇ ତା'ର ବି ଠିକ୍ ବିଚାର ହେବ। ତୁମେ ମୋର ପୂଜା କରୁଛ ଆଉ ଏମିତି ଡରୁଛ, ଏହା କେମିତି ହେବ, କିପରି ହେବ? ସବୁ ହୋଇଯିବ, ଧୈର୍ଯ୍ୟ ରଖ। ମୁଁ ତୁମର ଧୈର୍ଯ୍ୟ ଦେଖିବାକୁ ଚାହୁଁଛି, ଆଉ ତୁମେ ଧୈର୍ଯ୍ୟ ରଖି ହିଁ ପାରନି। ଯେତେ ପର୍ଯ୍ୟନ୍ତ ତୁମ ଭିତରେ ସବୁରି ଆସିବ ନାହିଁ, ମୁଁ ତ ଖାଲି ଶ୍ରଦ୍ଧା ଓ ସବୁରି ହିଁ ଶିଖେଇଥାଏ। ଆଉ ଯେତେବେଳେ ଏହି ଦୁଇଟି କଥା ତୁମ ପାଖରେ ନାହିଁ, ତ ସବୁ କିଛି ଚାହିଁଲେ ବି କିଛି ପାଇପାରିବ ନାହିଁ। ଆଜି ଯାହା ଅଛି ତାହାକୁ ବି ସ୍ୱୀକାର କରିପାରୁନାହଁ। ଆଉ ମୁଁ ଯାହା ଦେଉଛି ତାହାକୁ ସ୍ୱୀକାର କର। ଆଉ ଯାହା ନାହିଁ ବହୁତ ଜଲ୍ଦି ମିଳିଯିବ। ସବୁରି ରଖିବାକୁ ହେବ। ଆଉ ତୁମେ କାହାକୁ କିଛି କଥା ବର୍ତ୍ତମାନ ବତାଉନାହଁ। କୁହ ନାହିଁ ବର୍ତ୍ତମାନ, କାହିଁକିନା ତୁମେ ବହୁତ ଜଲ୍ଦି ନିଜ ମନ କଥା କହିଦିଅ। ତାହା ଲୋକମାନେ ଖରାପ ଫାଇଦା ନିଅନ୍ତି। ଆଉ ସେହି କଥା ବର୍ତ୍ତମାନ ଏତେ ଜରୁରୀ ନୁହେଁ ଯେ କାହାକୁ କହିବା। ସମୟ ଆସିଲା ପରେ ଯେତେବେଳେ ସେହି କାମ ହୋଇଯିବ, ସେତେବେଳେ ସେହି କଥା କହିବ। କାହିଁକିନା ମୁଁ ଜାଣିଛି ତୁମେ ଚାହୁଁଛ ସମସ୍ତଙ୍କୁ ପ୍ରତ୍ୟେକ କଥା କହିଦେବ, କିନ୍ତୁ ପ୍ରତ୍ୟେକ କଥା କହିଦେଲେ କେବେ କେବେ ସେହି କଥା ଖରାପ ହୋଇଥାଏ। ଆଉ ଜୀବନରେ ଯେଉଁମାନେ ଦୂରେଇ ଯାଉଛନ୍ତି, କାହିଁକି ତାଙ୍କ ପାଇଁ ଏତେ ପରେଶାନ? ଯିଏ ତୁମ ପାଇଁ ଠିକ୍ ଅଛି ତୁମ ପାଖକୁ ଆସିବ, ଆଉ ତୁମେ ତାଙ୍କ ପଛେ ପଛେ କାହିଁକି ଯାଉଛ? ତୁମେ ତୁମ କାମ କର, ତୁମ ଲକ୍ଷ୍ୟ ଦେଖ, ଆଉ ଆଗକୁ ବଢ଼। ହଁ, ଯଦି କେହି ତୁମର ବଡ଼ ଗୁରୁଜନ ତୁମକୁ କିଛି କହୁଛି କିଛି ଦିନରୁ, ତାଙ୍କ କଥା ମାନିନିଅ। କେବେ କେବେ କେଉଁ ରୂପରେ କାହା ମୁହଁରୁ କେଉଁ କଥା କୁହା କରେଇବି ଜଣାପଡ଼ିବ ନାହିଁ। ଆଉ ତୁମେ ଏହା ଭଲ ଭାବେ ବୁଝ। ମୁଁ ପ୍ରତ୍ୟେକ ସମୟରେ ତୁମ ସହିତ ରୁହେ। ତୁମେ ଖୁସି ରୁହ। ଓମ୍ ସାଇରାମ, ଓମ୍ ସାଇରାମ, ଓମ୍ ସାଇରାମ।